ଆଜି ସକାଳୁ ବିମ୍ ଆଳୁର ଭଜା ଭାଜିକି ପଖାଳ କଂସେ ଖାଇଦେଲି ନାଦିକି। କଂସା ଜିନିଷରେ ଖାଇଲେ ଦେହ ପାଇଁ ହୁଏ ହିତକର। ଯେଉଁମାନେ ଭେଜି ବାଇଗଣ ଭଜା ଖାଇନାହାନ୍ତି କେମିତି ଜାଣିବେ ସ୍ୱାଦ ତାହାର। ମୁଁ ତ ଆଶ୍ଚର୍ଯ୍ୟ ହେଇଗଲି ଶୁଣିକି କେତେ ଜଣ କହୁଛନ୍ତି ୟାକୁ ବିଷ ଫଳ। ଆମର ଇଆଡେ ତ ସଉକ ସେ ଭାଜନ୍ତି କାଟିକି ଦୁଇ ଦୁଇ ଫାଳ। ସାଧାରଣ ଭଜା ପରି ଇଏ ବି ସେମିତି ଭଜା ହୁଏ। ୟାର ଯେ ସେମିତି କିଛି ଅଲଗା ରେସିପି ନଥାଏ। ଆଉ ହଁ ସାଙ୍ଗମାନେ ୟାକୁ କେତେ ଜଣ ସୋରିଷ ମସଲା ଦେଇକି ବି ଭାଜନ୍ତି। ଦେଖନ୍ତୁ ମୁଁ ଆଦି ବାବାଙ୍କ ସାଙ୍ଗରେ ଖେଳିବା ପାଇଁ ତାଙ୍କ ସାଙ୍ଗ ପରି ଅଙ୍ଗନବାଡିରୁ ସିଧା ଆମ ଘରକୁ ପଳେଇ ଆସିଛନ୍ତି। ଆଜି ଲଞ୍ଚରେ ତ ସାଧା ସିଧା ଆଇଟମଟେ ହେଇଥିଲା। ଖାଇସାରି ଶୋଇବାକୁ ଯିବି କଣ ଖଟର ଅବସ୍ଥା ଦେଖିକି ତ ମୁଣ୍ଡ ଘୁରେଇଗଲା। ସତରେ ସାଙ୍ଗମାନେ ମୋ ଆଦି ବାବା ହେଇଗଲେଣି ଭାରି ଦୁଷ୍ଟ। ଯେତେବେଳେ ଦେଖ ଖଟ ଉପରଟାକୁ କରୁଛନ୍ତି ନଷ୍ଟ ଭଷ୍ଟ। ଦିନକୁ କେତେ ଥର ଯେ ସଜାଡିବି ଏଇ ଖଟକୁ। ସେଇଥିରେ ବି ତାଙ୍କ ବାବା ଯଦି ଦେଖି ଦିଅନ୍ତି ନା ସବୁ ଯାକ ନଦେଇ ଦେବେ ମୋ ଉପରେ ଦୋଷକୁ। ସନ୍ଧ୍ୟା ବେଳେ ଖିଆ ହେଲା ବରା ଆଳୁଚପ ଆଉ ମଟର ତରକାରୀ। ଏବେ ଭେଜି ବାଇଗଣର ସିଜିନ ଚାଲିଛି ବୋଲି ଯେତେବେଳେ ଇଚ୍ଛା ବୋଉ ଆଣୁଛନ୍ତି ତଳି ତାଳି କରି। ରାତି ଖାଇବାରେ ଗରମ ଗରମ ଟମାଟୋକୁ ଚକଟୁ ଚକଟୁ ହାତ ଯାଉଥିଲା ତାତି। ଭିଡିଓ ଭଲ ଲାଗିଲେ ସାଙ୍ଗମାନେ ସବସ୍କ୍ରାଇବ କରିଦେବେ। ମୁଁ ଯାଉଛି ଶୋଇବା ପାଇଁ ହେଇଗଲାଣି ବହୁତ ରାତି। ଜୟ ଜଗନ୍ନାଥ।